ଆପଣଙ୍କର ଯୋଉ ଆଶା କରୁଛନ୍ତି ଏଇ 25 ଆଉ 26ରେ ସେଭଳିଆ ଗୋଟେ ଷ୍ଟର୍ମ ଆସିବ ଯୋଉଟା କି ସାଟେଲାଇଟକୁ ଅଚଳ କରିଦେଇପାରେ। ଆମର ଲେଖା ହେଇଛି ବୈଜ୍ଞାନିକ ଯନ୍ତ୍ର ସବୁ ଅଚଳ ହୋଇବ। କାହିଁକି ଅଚଳ ହବ ବୈଜ୍ଞାନିକ ଯନ୍ତ୍ର ମାନେ? ଏଇଥିପାଇଁ ହବ, ସୋଲାର ଷ୍ଟର୍ମ ପାଇଁ ହବ, ଆଉ କିଛି ନାହିଁ। କିମ୍ବା ଆପଣ ଯୋଉ ବ୍ୟବହାର ହୁଏ ଇଣ୍ଟରନେଟ କେବଳ ଯଦି କାଟି ଦିଅନ୍ତି ମ୍ୟାନମେଡ ଗଣ୍ଡଗୋଳ କରନ୍ତି ସମସ୍ତେ, ତାହେଲେ ଆମ ରାଜ୍ୟ କାରଣ ପାଇଁ ଆଉ ଇଣ୍ଟରନେଟ ରହିବନି। କିନ୍ତୁ ରେସପନ୍ସିବଲ ଫର ଦ୍ୟାଟ ଏଇଟା କାରଣ ପାଇଁ ଆପଣଙ୍କର ବୈଜ୍ଞାନିକ ଯନ୍ତ୍ର ମାନେ ଅଚଳ ହେଇଯିବ। ତେଣୁ ସେ ଦେଖନ୍ତୁ ଗୋଟିଏ 7/22 ସେଇଭଳିଆ ଗୋଟେ ବଡ ଷ୍ଟର୍ମ କରିଥିଲେ ସାଇଣ୍ଟିଷ୍ଟ ମାନେ, ସେ ପୃଥିବୀ ପୃଷ୍ଠରେ ପହଞ୍ଚିଲା ନାହିଁ। ତେଣୁ ଏଇଭଳିଆ ଦେଖନ୍ତୁ ଆମେ ଭଗବାନ ଡାକିବା ଯେ ପ୍ରଭୁ ଯେମିତି ଯୋଉ ଭାବୁଛନ୍ତି ଯୋଉ କହୁଛନ୍ତି ଏତେ ବଡ ଷ୍ଟର୍ମ ସବୁଠୁ ବଡ ଷ୍ଟର୍ମ ଆପଣ ତ ଯାଇନଥିଲା ପୃଥିବୀ ପୃଷ୍ଠକୁ, ସେଇଭଳିଆ ଗୋଟେ ଷ୍ଟର୍ମ ପୃଥିବୀ ପୃଷ୍ଠକୁ ଆସୁଛି ଆସିବ 25-26 ଭିତରେ, ତା ନ ହଉ କେମିତି? ନହେଲେ ଆମର ଜୀବନ ଧାରା ପୁରାପୁରି ବ୍ୟସ୍ତ ଅସ୍ତବ୍ୟସ୍ତ ହେଇଯିବ। ଆମର ଯୋଉ ସିଷ୍ଟମ ବର୍ତ୍ତମାନ ଚାଲିଛି ଯୋଉ